10 ଲକ୍ଷ ମଦୁଆ ମାନେ କହିବେ ଆମକୁ ମଦ ଫ୍ରି କରିବା ପାର୍ଟି ଦରକାର। ହେଁ ସେ ମଦୁଆ ମାନଙ୍କର ସ୍ତ୍ରୀ ମାନେ କହିବେ ମଦ ଫ୍ରି କରିବା ପାର୍ଟି ଆମକୁ ଦରକାର ନାହିଁ, ଯୋଉ ମଦକୁ ବ୍ୟାନ୍ କରିବ ସେ ଜିତା। ଗୋଟେ ଫ୍ୟାମିଲିରେ ଭୋଟ ଭାଙ୍ଗି ଯାଉଛି, ଅଲଗା ହେଇଯାଉଛି। ଗୋଟେ ପରିବାର, ଆମର ଖ୍ରୀଷ୍ଟିଆନ ସମାଜରେ ଦେଖ, ଗୋଟେ ପରିବାର 4ଟା ଚର୍ଚ୍ଚକୁ ଯାଆନ୍ତି, ଗୋଟେ କଥାରେ, ଗୋଟେ ଉପଦେଶରେ, ଗୋଟେ ଶିକ୍ଷାରେ, ଗୋଟେ ଆତ୍ମିକତାରେ ସ୍ଥିର ହେଇ ପାରୁନାହାନ୍ତି। ଗୋଟେ ମଣ୍ଡ, ଗୋଟେ ଗୋଟେ ପରିବାରରେ ସେମାନଙ୍କର ଗୋଟେ 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 ଡିସିଜନ ନଥିବ, ନାଇଁ କି? ପୁଅ ମଟନ ଖାଇବନି, ଝିଅ ଚିକେନ ଖାଇବନି, ମା କୋଉଟା ରାନ୍ଧିବ, ହେଲେ କୋଉଟା ରୋଷେଇ କରିବ? ହେଁ ବାପା ମାଛ ଖାଇବନି, ମା ଅଣ୍ଡା ଖାଇବନି। ଏବେ ଏବେ କୋଉଟା ଗୋଟେ ଗୋଟେ ଆମିଷ ବନାଇବାର ଅଛି, ମା କୁହ? ଗୋଟେ ପରିବାରର ଟେଷ୍ଟ ଗୁଡ଼ିକ ଅଲଗା। ଗୋଟେ ପରିବାର ଫ୍ୟାନ୍ ଲଗା ବୋଲଥିବ, ଗୋଟେ ଥଣ୍ଡା ଲାଗୁଛି ବନ୍ଦ କର ବୋଲଥିବ, ସେମାନେ ଗୋଟେ ୟୁନିଟି ରହିପାରୁନଥିବେ। ଟିଭି ପାଖରେ ସେ ଚ୍ୟାନେଲ ଲଗାବ ନାହିଁ, ଗୋଟେ ଏ ଚ୍ୟାନେଲ ଲଗା, ରିମୋଟ ପାଇଁ ଝଗଡା। କେ ଲାଇଟ୍ ବନ୍ଦ କରିକି ଶୋଉଥିବ, ଗୋଟେ ଲାଇଟ୍ ବନ୍ଦ କରିକି ଶୋଉଥିବ, ସେଠି ଝଗଡା। ଗୋଟେ ପରିବାରର ୟୁନିଟି ନାହିଁ, ଦେଶରେ କୁଆଡେ ୟୁନିଟି ଆସିବ ଭାଇ ମାନେ? ଗୋଟେ ମଣ୍ଡଳୀରେ, ଗୋଟେ ଖ୍ରୀଷ୍ଟ ସମାଜରେ ଗୋଟେ ୟୁନିଟି ନାହିଁ, ଦେଶରେ କୁଆଡେ ୟୁନିଟି? ଗଡ ବ୍ଲେସ ଇଣ୍ଡିଆ କୋଉଠୁ ଆସିବ? ତୁଚ୍ଛରେ ଆସିଯିବ କି? ମୁଁ ସେଟା ହିଁ କହେ, ତମର ପ୍ରାର୍ଥନା କି ମୋର ପ୍ରାର୍ଥନା, ଆମର ପ୍ରାର୍ଥନା ଯଦି ଆମ ଠାରେ କିଛି ପରିବର୍ତ୍ତନ ଆଣୁନାହିଁ, ତ ସମାଜରେ କଣ ପରିବର୍ତ୍ତନ ଆଣିବ?